ଚାଲନ୍ତୁ ଆଜି ଯିବା କଟକର ହୃଦୟକୁ। ଚୌଧୁରୀ ବଜାର ଚଞ୍ଚଳ ଗଳିମାନଙ୍କ ମଧ୍ୟରେ ନୀରବ ଭାବେ ଦଣ୍ଡାୟମାନ ଅଛି ଏକ ଐତିହ୍ୟର ସାକ୍ଷୀ ଗୋପାଳଜୀଉ ମଠ। ଶତାବ୍ଦୀ ଧରି ଏହା କେବଳ ଏକ ମଠ ନୁହେଁ, ଏହା କଟକର ଆଧ୍ୟାତ୍ମିକ ହୃତ୍ସ୍ପନ୍ଦନ, ଯାହା ନୀରବ ଭାବେ ସମୟର ସାକ୍ଷୀ ହୋଇ ରହିଆସିଛି। ଏହି ମଠ କେବଳ ପୂଜାର ସ୍ଥାନ ନୁହେଁ, ଏହା କଟକର ସାଂସ୍କୃତିକ ପରିଚୟର ଏକ ଅଖଣ୍ଡ ଅଂଶ। ପ୍ରସିଦ୍ଧ ଚାନ୍ଦି ମେଢ଼, ଦୁର୍ଗାପୂଜାର ରୂପା ଅଳଙ୍କାର, ଏହାର ପରମ୍ପରା ଏହି ମଠର ପ୍ରୋତ୍ସାହନ ସହିତ ଗଭୀର ଭାବେ ଜଡ଼ିତ। ଏଠାରେ ମହନ୍ତମାନେ ପିଢ଼ି ଧରି ପିଢ଼ି କେବଳ ପୂଜାରୀ ନୁହେଁ, ସମାଜର ନେତୃତ୍ୱ ଦେଇଥିବା ବ୍ୟକ୍ତି, ଯେଉଁମାନେ ଦାନ ଓ ସେବାର ମଧ୍ୟରେ ଭାଇଚାରା ପରମ୍ପରାକୁ ଜୀବନ୍ତ ରଖି ଆସୁଛନ୍ତି। ଭକ୍ତି ଆନ୍ଦୋଳନର ପ୍ରଭାବ ଓ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପ୍ରେରଣାରେ ଏହି ମଠ ହୋଇଥିଲା ଏକ ଆଶ୍ରୟସ୍ଥଳ, ଯେଉଁଠାରେ ଶ୍ରଦ୍ଧା ଓ ଜ୍ଞାନ ଏକାଥିରେ ବିକାଶ ପାଇଥିଲା। ଏଠାରେ ତାଳପତ୍ର, ପଣ୍ଡୁଲିପି ସଂରକ୍ଷିତ ହୋଇଥାଏ ଏବଂ ଦୋଳ ପୂର୍ଣ୍ଣିମା, ଜନ୍ମାଷ୍ଟମୀ ପର୍ବ ଭକ୍ତି ଓ ଉତ୍ସାହର ସହିତ ପାଳନ ହୁଏ। ଆଜି ଏହି ପୁରୁଣା ପ୍ରାଚୀରମାନେ ଏକ ଜୀବନ୍ତ ଐତିହ୍ୟର କାହାଣୀ କହୁଛନ୍ତି। ଗୋପାଳଜୀଉ ମଠ ଆମକୁ ସ୍ମରଣ କରାଏ ଭକ୍ତି, କଳା ଓ ଏକତା ସଦା ଅବିଚଳ। ପରବର୍ତ୍ତୀ ଥର ଚୌଧୁରୀ ବଜାର ଯିବା ବେଳେ କିଛି ମୁହୂର୍ତ୍ତ ରୁହନ୍ତୁ। ଇତିହାସ ଏଠାରେ ଧୀରେ କହୁଛି। ସେହି ପ୍ରାଚୀର ମଧ୍ୟରେ ଲୁଚିଛି ଶତାବ୍ଦୀର କାହାଣୀ, ଯାହା ପ୍ରତ୍ୟେକ ଭକ୍ତଙ୍କ ମନକୁ ସ୍ପର୍ଶ କରେ। ଏହି ନୀରବତା ମଧ୍ୟ ଅଛି ଏକ ଶକ୍ତି, ଯାହା ମନକୁ ଶାନ୍ତ କରି ଆତ୍ମାକୁ ଶକ୍ତି ଦେଇଥାଏ। ପ୍ରତ୍ୟେକ ପଦକ୍ଷେପରେ ଏଠାରେ ଅନୁଭବ ହୁଏ ଭକ୍ତି ଓ ପରମ୍ପରାର ଗଭୀର ଛାୟା। ଗୋପାଳଜୀଉ ମଠ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଅନୁଭବ,